36 ରୁ 48 ଘଣ୍ଟାରେ ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦ ପାଣି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା। ରାଜ୍ୟରେ ବର୍ଷା ପରିସ୍ଥିତିକୁ ନେଇ ସତର୍କତା ଜାରି ରହିଥିବା ବେଳେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ଆରମ୍ଭ ହୋଇଛି। ଏନେଇ ଜଳସମ୍ପଦ ବିଭାଗର ଯନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ହୀରାକୁଦ ବନ୍ଦର 4ଟି ଗେଟ୍ ଦେଇ ପାଣି ଛଡ଼ାଯାଉଛି। ବର୍ତ୍ତମାନ ପ୍ରାୟ 64,000 କ୍ୟୁସେକ୍ ବନ୍ୟା ଜଳ ନିଷ୍କାସନ ହେଉଛି। ତେବେ 6ଟି ଗେଟ୍ ଖୋଲାଯିବ, ଯାହାପରେ ମୋଟ ଜଳ ନିଷ୍କାସନ 1,80,000 କ୍ୟୁସେକ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସେପଟେ ମୁଣ୍ଡୁଳି ବ୍ୟାରେଜ୍ରେ ବର୍ତ୍ତମାନ 2,24,000 କ୍ୟୁସେକ୍ ପାଣି ପ୍ରବାହିତ ହେଉଥିବା ସୂଚନା ମିଳିଛି। ତେବେ ଜଳ ସମ୍ପଦ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ହୀରାକୁଦରୁ ଛଡ଼ାଯାଇଥିବା ପାଣି ମୁଣ୍ଡୁଳିରେ ପହଞ୍ଚିବାକୁ 36 ରୁ 48 ଘଣ୍ଟାର ସମୟ ନେଇପାରେ। ରଥଯାତ୍ରାରେ ଅଧାକୁ କମିବ କର୍ଡନ ପାସ୍। ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ। ଏବର୍ଷ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ଅଧିକ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରଥର ଇନର କର୍ଡନ ଅଞ୍ଚଳ ପାଇଁ ଜାରି ହେଉଥିବା ଭିଆଇପି ଓ ଭିଭିଆଇପି କର୍ଡନ ପାସ୍ ସଂଖ୍ୟାକୁ ଏଥର ପୂର୍ବବର୍ଷ ତୁଳନାରେ ଅଧାକୁ କମାଇ ଦିଆଯାଇଛି। ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ତେବେ ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ ଅନୁସାରେ କର୍ଡନ ପାସ୍ ସଂଖ୍ୟା ହ୍ରାସ କରାଯାଇଛି। ଏହାଦ୍ୱାରା ରଥ ନିକଟରେ ଅନାବଶ୍ୟକ ଭିଡ଼ କମିବ ଏବଂ ଭକ୍ତଙ୍କ ଚଳାଚଳ ସହ ସୁରକ୍ଷା ବ୍ୟବସ୍ଥା ଅଧିକ ସୁଚାରୁ ରୂପେ ପରିଚାଳନା ହୋଇପାରିବ। ରଥଯାତ୍ରା ସମୟରେ ଭିଡ଼ ପରିଚାଳନା ପାଇଁ ଅଭିଜ୍ଞ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସମସ୍ତ ସେବାୟତ ନିଯୋଗଙ୍କ ସହ ଏକାଧିକ ପର୍ଯ୍ୟାୟରେ ଆଲୋଚନା ମଧ୍ୟ ସରିଛି। ସମସ୍ତଙ୍କ ସହଯୋଗ ଏବଂ ସହମତିରେ ନୀତିକାନ୍ତି ସୁରୁଖୁରୁରେ କରାଯାଉଥିବା ଜଣାପଡ଼ିଛି। ଏଥିସହିତ ଆଇନ ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ ଆଗକୁ ମଧ୍ୟ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହେବ। ଆୟୁଷ୍ମାନ କାର୍ଡରେ କେବଳ ଏଇମାନେ ପାଇବେ ସୁବିଧା ଓ ଉତ୍ତମ ଚିକିତ୍ସା। 70 ପାର ହେଲେ ମିଳୁଛି 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସେବା। ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣଙ୍କ ଘରେ 70 ବର୍ଷ ବା ତାଠାରୁ ଅଧିକ ବୟସର ବ୍ୟକ୍ତିବିଶେଷ ଅଛନ୍ତି, ତେବେ ଏହି ଖବର ଖାସ୍ ସେମାନଙ୍କ ପାଇଁ। କାରଣ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଏବେ ସେମାନଙ୍କୁ ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ। ସବୁଠାରୁ ବଡ଼ କଥା ହେଉଛି ଏହି କାର୍ଡ ତିଆରି କରିବା ପାଇଁ ଆଉ ସରକାରୀ ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ। ଡିଜିଟାଲ ଇଣ୍ଡିଆର ଏହି ବଡ଼ ପଦକ୍ଷେପ ଯୋଗୁଁ ଏବେ ଆପଣ ଘରେ ବସି ନିଜ ମୋବାଇଲ ମାଧ୍ୟମରେ ହିଁ ଆୟୁଷ୍ମାନ ଗୋଲ୍ଡେନ କାର୍ଡ ଡାଉନଲୋଡ୍ କରିପାରିବେ। ଚାଷୀ ଭାଇ ଭଉଣୀଙ୍କ ପାଇଁ ଖୁସି ଖବର। ରଥଯାତ୍ରାରେ ସରକାର ଦେବେ 4,000 ଟଙ୍କା। ଜାଣନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍। ରଥଯାତ୍ରାରେ ଚାଷୀ ଭାଇ ଓ ଭଉଣୀଙ୍କୁ ସରକାର ଦେଇପାରନ୍ତି ବଡ଼ ଭେଟି। ପୁଣି ଥରେ ହିତାଧିକାରୀଙ୍କ ଖାତାକୁ ଆସିପାରେ 4,000 ଟଙ୍କା। ତେବେ ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପୁଣି ଥରେ ଚାଷୀଙ୍କ ଖାତାକୁ ଆସିବ ବୋଲି ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ଯେ ରଥଯାତ୍ରାରେ ଚାଷୀଙ୍କ ଖାତାକୁ ପୁଣି ଥରେ ମୋହନ ସରକାର ଟଙ୍କା ପଠାଇ ପାରନ୍ତି। ତେବେ ଏହି ଟଙ୍କା 4,000 ଟଙ୍କା ପଠାଯିବ ବୋଲି ଚର୍ଚ୍ଚା ହେଉଛି। ତେବେ ସରକାର ବର୍ଷକୁ 2ଟି କିସ୍ତିରେ 4,000 ଟଙ୍କା ହିତାଧିକାରୀଙ୍କ ଖାତାକୁ ପଠାଇଥାନ୍ତି। ଏହି ଟଙ୍କା ରବି ଋତୁ ଏବଂ ଖରିଫ ଋତୁ ସମୟରେ ହିଁ ପ୍ରଦାନ କରାଯାଇଥାଏ। ଏଥିସହିତ ଏହି ଟଙ୍କା ଅକ୍ଷୟ ତୃତୀୟା ଏବଂ ନୂଆଖାଇରେ ମଧ୍ୟ ପର୍ଯ୍ୟାୟକ୍ରମେ ସରକାର ଟଙ୍କା ପ୍ରଦାନ କରିଥାନ୍ତି। ଅନେକ ସମୟରେ ମଧ୍ୟ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କେତେବେଳେ ଜଲ୍ଦି ତ କେତେବେଳେ ବିଳମ୍ବରେ ମଧ୍ୟ ହିତାଧିକାରୀଙ୍କ ଖାତାକୁ ଟଙ୍କା ଆସିଥାଏ। କିନ୍ତୁ ଏବେ ଚର୍ଚ୍ଚା ହେଉଛି ଯେ ପୁଣି ଥରେ ସରକାର 4,000 ଟଙ୍କା ହିତାଧିକାରୀଙ୍କ ଖାତାକୁ ପଠାଇ ପାରନ୍ତି। ତା ବି ରଥଯାତ୍ରା ସମୟରେ ହିଁ ହିତାଧିକାରୀଙ୍କ ଖାତାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ କିମ୍ବା ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ତେବେ ସରକାର ଚାଷୀମାନଙ୍କୁ ଆର୍ଥିକ ସ୍ତରରେ ସୁଦୃଢ଼ କରିବା ପାଇଁ ବର୍ଷକୁ 4,000 ଟଙ୍କା ହିତାଧିକାରୀଙ୍କ ଖାତାକୁ ପଠାଇଥାନ୍ତି। ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା। ଜାଣନ୍ତୁ ସମ୍ପୂର୍ଣ୍ଣ ଖବର। ସୁଭଦ୍ରା ଯୋଜନାର 4ର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସି ସାରିଥିବା ବେଳେ ଏବେ 5ମ ପର୍ଯ୍ୟାୟ ଟଙ୍କାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ 4ର୍ଥ ପର୍ଯ୍ୟାୟରେ 1 କୋଟିରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଆସିଥିଲା 5,000 ଟଙ୍କା। ସେଭଳି ଯେଉଁମାନେ ପୂର୍ବରୁ ଟଙ୍କା ପାଇନଥିଲେ ସେମାନଙ୍କ ଖାତାକୁ 10,000 ଟଙ୍କା ଆସିଥିବା ବେଳେ ଯେଉଁମାନେ 30 ତାରିଖ ସୁଦ୍ଧା ଆବେଦନ କରିଥିଲେ ସେମାନଙ୍କୁ ମେ 4 ତାରିଖରେ ପୁଣି ଥରେ ସରକାର ଟଙ୍କା ପ୍ରଦାନ କରିଥିଲେ। କାହା ଖାତାକୁ 5,000 ତ କାହା ଖାତାକୁ 10,000, ପୁଣି କାହା ଖାତାକୁ 15,000 ଟଙ୍କା ଲେଖାଏଁ ଆସିଥିଲା। ତେବେ ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ। ଡୋର ଟୁ ଡୋର ସର୍ଭେ ହେଉଛି। ଯାଞ୍ଚ ସମୟରେ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସରକାର ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବେ। କିନ୍ତୁ ଏହାରି ଭିତରେ ଏବେ ସୁଭଦ୍ରା ଯୋଜନାର 5ମ କିସ୍ତି ଟଙ୍କାକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଖୁବ୍ ଶୀଘ୍ର ହିତାଧିକାରୀଙ୍କ ଖାତାକୁ ଆସିପାରେ 5,000 ଟଙ୍କା। ତେବେ
सरकार दुईटी पर्यायर हिताधिकारी खाताकू टंका प्रदान करथांती। प्रथमटी होउछि अंतर्जातीय महिला दिवस अर्थात मार्च 8 तारिख और द्वितीयटी होउछि राखी पूर्णिमा। तेबे चलित वर्ष राखी पूर्णिमा अगस्ट 28 तारिख में पड़ुथिबारु एही दिन ही हिताधिकारी खाताकू 5,000 टंका आसीपारे बोली चर्चा होछि। किंतु एने सरकार तारीख घोषणा करिनाहांती। तारीख घोषणा होला परे स्पष्ट सूचना जणा पड़िबो। कमिला सुना और रूपा मूल्य 22 कैरेट और 24 कैरेट रेट ओडिशा रे केते अछि आसंतु जानिबा। भारतीय बजार में 22 कैरेट सुना दर 10 ग्राम प्रति 1,31,190 टंका होइतिबा बेले 24 कैरेट सुनार मूल्य 10 ग्राम प्रति 1,43,120 टंका रही, जहाँकि गुरुवार अपेक्षा कम रहितिबा देखिबाकू मिलिछि। ओडिशार राजधानी भुवनेश्वर में 22 कैरेट सुनार दर 10 ग्राम प्रति 1,31,190 टंका होइतिबा बेले 24 कैरेट सुनार मूल्य 10 ग्राम प्रति 1,43,120 टंका अछि। तेबे एही दर पूर्व अपेक्षा कम रही। लेबर कार्ड थिले सरकार देबे 3500 जानतु केमिति पाइबे। श्रमिकों पई विभिन्न प्रकार योजना कार्यकारी करिसेंती सरकार। तेबे एही योजना संपर्क में अधिकांश जानि नथिबारु एहार लाभ उठाई पारुनाहांती। सरकार को पक्षरु प्रदान करा जाउतबा लेबर कार्ड माध्यम रे सरकार श्रमिकों को 1000 रु 3500 टंका दउछंती। एही लेबर कार्ड रो लाभ उठाइबाकू चाहुतिले एथिपई कोन करिबाकू पड़िबो ताहा जानिबा जरूरी। जेउ माने एही कार्ड पाई परिबे वार्षिक आय केते होइथिबा दरकार, केउं श्रेणी रे श्रमिक थिले सामिल होई परिबे ताहा आर्टिकल जानि परिबे। एही कार्ड माध्यम रे श्रमिकों परिचय होई परिबो एवं सेमानंकु विभिन्न योजना रे सुविधा जोगाई दियाजिबो। श्रम संशोधन विभाग पक्षरु एही योजना परिचालित होउची। स्किल मिशन अधीन रे एही कार्ड पई आवेदन करि परिबे श्रमिक। एहा द्वारा सरकार को पाखरे श्रमिक विभाग रे समस्त तथ्य रहिबो। कार्ड पाइबा परे श्रमिकों को एक रजिस्ट्रेशन नंबर दियाजिबो। एही रजिस्ट्रेशन नंबर माध्यम रे समस्त योजना रो लाभ पाइ। वृद्धावस्था चाषी को मिलिबो मासिक 3000 टंका पेंशन। आज ही एही योजना रे करंतु पंजीकरण। आमर चाषी भाई माने सारा जीवन बिलरे झाड़ बुहांती एवं अवसर परे अनेक समय आर्थिक भाव में सम्मुखीन हुअंती। एही समस्यार समाधान पाई केंद्र सरकार प्रधानमंत्री किसान मानधन योजना आरंभ करिसेंती। एही स्कीम विशेष करी क्षुद्र एवं नामांकित चाषी पई जहा पाखरे आयर अन्य कोनोसी स्थायी माध्यम नाही। एही योजना सबुठारु बड़ लाभ होउछि जे आपनकु एहा वृद्धावस्था रे कहा आगरे हाथ पातिबारु रक्षा करे एवं एक सम्मानजनक जीवन जीवार भरोसा दिए। केवल एक छोट आवेदन दे आपण निज भविष्य को टेंशन मुक्त करें। आजिकल व्यस्त बहुल जीवन में यह स्कीम चाषी एक शक्तिशाली सुरक्षा कवच भली काम करुछि। जानतु एथिरे किपरि आवेदन करें। यही योजना अधीन में जितेबाला आपण बयस 60 वर्ष पूर्ण होते सरकार तरफ आपको प्रति मासरे 3000 टंकार निश्चिंत पेंशन दिज्व। यार अर्थ होउछि आपनको वार्षिक 36,000 टंकार सहायता सीधा सड़क आपण बैंक खाता मिल। सबुठारु भल कथा होउछि आपनको निज तरफ प्रति मासरे जेतिकी टंका जमा करिवे सेतिकी टंका सरकार मध्य आपनको पेंशन खाता रे जमा करिवे। जदि कोनोसी कारणरो चाषी मृत्यु हुए तेबे तांको पत्नी को 50% पेंशन आर्थिक मास 1500 टंका मिलिबार व्यवस्था रहिछि। 60 वर्ष बयस परे प्रति मासरे 3000। पीएम आवास हिताधिकारी को बड़ आश्वस्ति। घर पंजीकरण खर्च कमाइबारे सरकार एणिकी संपूर्ण मागणा करदेबे सरकार आपणक घर। प्रधानमंत्री आवास योजना सहर PMAU 2.0 अधीन रे घर पाउथबा हिताधिकारी ओडिशा सरकार बड़ रिहाती घोषणा करिसेंती। योजना अधीन रे 60 वर्ग मीटर पर्यंत घरर पंजीकरण क्षेत्र में स्टाम्प शुल्क और रजिस्ट्रेशन फी को मिसाई मोट देयर 1% रु कम करबा पई राज्य सरकार पदक्षेप नेइछंती। एने गृह निर्माण और नगर उन्नयन विभाग अतिरिक्त मुख्य शासन सचिव उषा पाड़ी राजस्व और विपर्यय परिचालना विभाग को चिठी लिखि आवश्यक विज्ञप्ति और आदेश जारी करने को अनुरोध करिसेंती। राज्य मंत्रिमंडल 41तम बैठक में यह प्रस्ताव को अनुमोदन मिलिथिबार चिठी रे उल्लेख रही। यही निष्पत्ति कार्यकारी हेले PMA अधीन रे आर्थिक दृष्टि दुर्बल वर्ग EWS हिताधिकारी माने घर पंजीकरण समय बड़ आर्थिक रिहाती पाइबे। यह फल सहरांचल सुलभ आवास योजनार कार्यान्वयन अधिक त्वरान्वित होबो। घर मालिक मालिकाना हासिल करबा आहुरी सहज होबो बोली आशा करा जाउछि। केंद्र सरकार को यह संपर्कित तथ्य प्रेरण करबा पई शीघ्र विज्ञप्ति प्रकाश करबाकू मध्य गृह निर्माण और नगर उन्नयन विभाग पक्षरु अनुरोध। एणिकी 5 केजी बदल में मिलिबो एते केजी मागणा चाउल। मोहन सरकार को 2 वर्ष पूर्ति अवसर में मुख्यमंत्री मोहन चरण माझी बड़ घोषणा करिसेंती। आजिठु राज्य में लागू होबो मुख्यमंत्री अन्नपूर्णा योजना। एही योजना रे हिताधिकारी को आहुरी मागणा चाउल मिलिबो। पूर्वरु सेमाने 5 केजी चाउल
ଚାଉଳ ମାଗଣା ମିଳୁଥିବା ବେଳେ ଏବେ 10 କେଜିର ପାଇବେ। ଆପଣ ଯଦି ଜଣେ ରାସନ କାର୍ଡଧାରୀ ତେବେ ଖୁସି ଖବର, ମାସରେ ଅତିରିକ୍ତ 5 କେଜି ଚାଉଳ। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ। ତାଲିକାରେ ଏହି ମାନଙ୍କର ନାମ ରାଜ୍ୟରେ ଖାଉଟି ତାଙ୍କ ଆବଶ୍ୟକତା ଅନୁଯାୟୀ ଚାଉଳ ଉପଲବ୍ଧ କରାଇ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆର୍ଥିକ ବର୍ଷ 2026-27 ପାଇଁ ରାଜ୍ୟ ସରକାର ଏକ ନୂତନ ଯୋଜନା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ଅଧୀନସ୍ଥ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ କୋଟା ବଣ୍ଟନ କରିବା ପାଇଁ ସ୍ଥିର କରିଛନ୍ତି। ଏହି ଯୋଜନା ମାଧ୍ୟମରେ ରାଜ୍ୟର ଟାର୍ଗେଟରେ ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ଅଧୀନସ୍ଥ ସମସ୍ତ ହିତାଧିକାରୀ ପରିବାର ପାଇଁ ସେମାନଙ୍କ ମାସିକ ନିୟମିତ ଧାର୍ଯ୍ୟ ଚାଉଳ କୋଟା ବ୍ୟତୀତ ମୁଣ୍ଡ ପିଛା ମାସିକ 5 କିଲୋଗ୍ରାମ ଅତିରିକ୍ତ ଚାଉଳ ମାଗଣାରେ ବଣ୍ଟନ କରାଯିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ସମସ୍ତ ହିତାଧିକାରୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ସୁବିଧା ପାଇବେ। ଏହାଦ୍ୱାରା ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ